ଆଉ କଳାକାର ପୁଣି ଆସିଲେ ସେ ଶବ୍ଦ ଉଚ୍ଚାରଣ କାହିଁ କଲେ? ନା, ଆମେ ଆଜ୍ଞା କଳାକାର କହିବୁ ଯାହାଠୁ କଳା ଆମେ ଦେଖୁଛୁ, ଯାହାଙ୍କ କଳାରେ ଆମେ ଆକର୍ଷିତ ହଉଛୁ, ହସୁଛୁ କାନ୍ଦୁଛୁ, ସେମାନଙ୍କୁ ଆମେ କଳାକାର କହିବୁ। ତେଣୁ ଯୋଉ ପାର୍ଟିର ମାଲିକ କହିଲେ କଳାକାରଙ୍କୁ କୁକୁର, ପୁଣି ସେ ପାର୍ଟିର କଳାକାର ଆସିଲେ କୋଉଠୁ? କଳାକାର ଆସିବେ କେମିତି? ସେଇ କୁକୁର ଭିତରେ ଯିବେ ନା ସବୁ ଆଉ। ବଡ ସାନ ଭିତରେ ଯିବେ, କିଏ ବଡ କୁକୁର, କିଏ ସାନ କୁକୁର, କିଏ ଛୋଟିଆ କୁକୁର, ତା ଭିତରେ ଦେଶୀ କିଏ ବିଦେଶୀ। ଆଲସିସିଆନ, କିଏ ଦେଶୀ, କିଏ ଡଗରମ୍ୟାନ, ସବୁ ଅଛନ୍ତି ଆଉ। କିନ୍ତୁ ଏହା ବି ସେ କହୁଛନ୍ତି, ତାଙ୍କର ଆଉ ଜଣେ ଭାଇ ଯିଏ କି କବି ସ୍ୱାଇଁ, କବିରାଜ ସ୍ୱାଇଁ, ସିଏ ସ୍ପଷ୍ଟ କଲେ ଯେ ତାଙ୍କ ଭାଇ କୁକୁର କହିକି କିଛି ଭୁଲ କରିନାହାନ୍ତି, ଏହାକୁ କଦର୍ଥ କରାଯାଇଛି ବା ଅନ୍ୟ ଅର୍ଥରେ ନିଆଯାଇଛି। କଦର୍ଥ କାହିଁ କରାଯାଇଛି? ଯଦି ସେ ତାଙ୍କ ପାଟିରୁ ସେ ୱାର୍ଡଟି ନ ବାହାରିଥିବ ତାହେଲେ କଦର୍ଥ କେମିତି? ଯଦି ଧର ସେ ଯୋଉ ବାଇକ୍ ଦେଇଛନ୍ତି ତାକୁ ଯଦି ଏଡିଟିଂ କରିକି କଣ କରିଥିବେ, ଏଡିଟ୍ କିଛି ହେଇନି, ପୁରା ର। ଯଦି ପୁରା ର, ସିଏ ତ ଆମେ ତ ଦେଖିଛୁ କୁକୁର କହିଛନ୍ତି, ସିଏ କହିବା କଥା ଯୋଉ ରୁଟି ଆମେ କୁକୁର ମାନଙ୍କ ପାଇଁ ରଖୁଛେ ଖାଇବାକୁ ସକାଳ ଦେବା ପାଇଁ, ସେଇ ରୁଟି କଳାକାର ଖାଉଛନ୍ତି। ତେଣୁ ଏଇଟା ମୁଁ ଦେଖିଛି ସେ କହିଛନ୍ତି। ଆଉ ପୁଣି ଆଉ ର ଅର୍ଥରେ ନେବାର ମାନେ କଣ? ତ ସେ ଏଇଥିପାଇଁ କହିଲେ ଯେ କିଛି କଳାକାର ପଇସା ନଉଛନ୍ତି, ଅନ୍ୟ ପାର୍ଟିକୁ ପଳେଇ ଯାଉଛନ୍ତି, ଆସୁନାହାନ୍ତି ତାଙ୍କ ସହିତ ସମସ୍ତେ ଚୁକ୍ତି। ନୁହନ୍ତି, ସମସ୍ତେ ନୁହନ୍ତି। ମୁଁ ଆଜି ଦୃଢର ସହିତ କହିବି, ଯାତ୍ରା ଇଣ୍ଡଷ୍ଟ୍ରିରେ କୌଣସି ମାଲିକ ଛାତିରେ ହାତ ଦେଇକି କହିପାରିବେନି ଯେ ରତିମିଟନା ମୋ ପାଖରୁ ପଇସା ନେଇ, ମୋ ପାଖରୁ ପଇସା ନେଇ ଫେରେଇ ଦେଇ ଅନ୍ୟ ପାର୍ଟିକୁ ଯାଇଛନ୍ତି। କୌଣସି ଓଡ଼ିଶାର ଯାତ୍ରା ମାଲିକ ମାନେ କହିପାରିବେ ନାହିଁ, ସେ ଗ୍ୟାରେଣ୍ଟି ମୁଁ ଦେବି। କ୍ଷୀରୋଦ ସ୍ୱାଇଁ କହିଲେ କାହିଁକି? କ୍ଷୀରୋଦ ସ୍ୱାଇଁ କଣ କହିଲେ? କ୍ଷୀରୋଦ ସ୍ୱାଇଁ କଣ କହିଲେ ମତେ ସେଇ କ୍ୱେଶ୍ଚନଟା କରନ୍ତୁ। କହିଛନ୍ତି ଯେ ରତିମିଟନା ମୋ ପାର୍ଟିକି ଆସିବା କଥା, ମୋ କତିରୁ ପଇସା, ସେମିତି କହିନା, ଆଉ କଣ କହିଛନ୍ତି? କହିଛନ୍ତି ପଇସା ନେଇଥିଲେ।